ମାମା ମାମା ଏଇ କ'ଣ ନେଲ୍ ପଲିସ୍ ଲଗାଉଛୁ? ହଁ ଦେଖି ଆଙ୍ଗୁଳି ଦେଖି, ଆଙ୍ଗୁଳି ଦେଖା ତ। ସବୁ ଲଗେଇ ଲଗା ସାରିକିନା ଏବେ ପୁଣି ନେଲ୍ ପଲିସ୍ଟା ଜବତ କରିନେଇଛି ମୋ ପାଖରୁ। ଆହୁରି ଲଗେଇବ କୋଉଠି? ଏଇଟା କ'ଣ ହେଲାଣି ସବୁବେଳେ? ବାପା ଆସିଲେନି ବାଡ଼ି ନେଇକି ପିଟିବେ, ଜାଣିଛୁ ନା? ପିଟିବେ ନା? ତମେ କାହିଁକି ଡାକୁଛ? ନା ତୁମକୁ ତୁଳସୀରେ ପାଣି ଦେତେ ଦେବନି? ମା ତୁଳସୀରେ ପାଣି ଦେତେ ଯିବେ ମାନେ ଇଏ ଚାଲିବ ତାଙ୍କ ପଛେ ପଛେ। ଏଠି ମାମା କେଡ଼େ ସୁନ୍ଦର ନେଲ୍ ପଲିସ୍ ଲଗେଇଛି। ଏଇ ମାମା କିଏ ଲଗେଇଛି ନେଲ୍ ପଲିସ୍ ଏଠି? ହଁ ଥାଉ, ଏଥର ଦେଇଦିଅ, ଦେଇଦିଅ, ଏଥର ଦିଅ। ହାଉ ଆସିବ ତ, ହାଉ ଆସିବ, ଧରି ନେବ, ଦେଇଦିଅ, ମାରିଦେବା ମାରିଦେବା, ଦିଅ। ଏ ହେ ବିଛଣା ବିଛଣା ଗୋଟା ହେଲାଣି। ଛି ଛି, ଦେଖୁଛୁ ନା? ପକାନି ପକାନି, ଏଟା ଦେଖନା ଆମେ ଗୋଟା ଦେଖନା ହେଲାଣି କିସ, ଏଟା ଶୁଇବା ନା ଆମେ? ଛି ଛି ଛି, ଏଟା କାମୁଡ଼ିବ, କାଟିବ, ଜାଣିଛୁ ନା? ହାତରେ ନାଗିନେ ମତେ ଲଗେଇକି ଦବ ଏବେ ସେ। କେଠି ଏଇଗୁଡ଼ାକର ଲଗେଇବୁ ନା ମୋର? ଲଗା 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 ଲଗା, ଲଗେଇଦେ ଲଗେଇଦେ, ଲଗେଇଦେ, ଲଗେଇ ଦଉନୁ। ନ ଲଗା, ତ ଯାହା କରୁଛୁ କର। ଗୋଟେ କାନ୍ଦ ତ ଶିଖିଛି, ଆଉ କାନ୍ଦିକି ଜିତିଯିବ ସବୁ ଆଉ। ବାସ୍ ଯାହା କରୁଛୁ କର। ବାପା ଆସିଲେଣି ଛୁଆ, ବାପା ଆସିଲେଣି, ବାପା ଆସିଲେଣି। କମଳଟାକୁ ଡେରିକି କେବେ ବସିଛି, ଦେଖେ ବସିଛି, ଦେଖ ତାକୁ ଟିକେ। ପଡ଼ିଯାଉଛି ଡେରି ଦେଲା ବେଳକୁ, ବେଶିକା ପ୍ରେସର ଦେଲା ବେଳକୁ କମଳର ପଡ଼ିଯାଉଛି। ହଁ ଫୁଙ୍କି ପକାଉଛୁ। ବାବା ବାବା, ଏଇଟା କ'ଣ? ଇଏ ହାତୀ କାନ? ଏମିତି ଏମିତି ସାନ ବେଳେ କିଏ କିଏ ସବୁ କରୁଥିଲେ? ଏମିତି କରିଦେଉଛୁ ଟାଣିକିନା, ଦେଇକି ଆଉ ହାତ ବାହାରିବନି, ତାପରେ କାନ୍ଦିବ। ଆଉଥରେ 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 ମାମା, ଆଉଥରେ କରିଦିଅ। ଭାଉ ବଢ଼ିଗଲା ତାର। ମାମା ଆଉଥରେ କରିଦିଅ, ସେରକ ଆଉଥରେ କରିଦିଅ। ମୁଁ ମୁଡ଼ିଦିଏ ମୁଡ଼ିଦିଏ। ନିଜ ସାଇଜ୍ରୁ ବଡ଼ ଡ୍ରେସ୍ ଆଣିକି ଦେଲେ ଛୁଆମାନଙ୍କୁ ଏଇଭଳିଆ ଅବସ୍ଥା ହୁଏ। ମା ମାନେ କିନ୍ତୁ ଭାବିକି ଏକାଥରେ 5 ବର୍ଷ ପିନ୍ଧିବା ପର୍ଯ୍ୟନ୍ତ ଡ୍ରେସ୍ ନେଇ ଆସିଛି। ସେପଟେ କିଆଡ଼େ ଉପରକୁ ମୁହଁ କରିକି ଯାଉଛୁ? ମା ଆଣ ହାତଟା ମୁଡ଼ିଦେମି। ଆଇଲୁ, ହାତ ମୁଡ଼ିଦେମି। ଛଅ ପାପା କାହିଁକି କି ତୁଆ ତୁଆ ଏ ତୁଆ। ବାହାରେ ବର୍ଷା କାଚୁଛି, ଆଉ ଜଣଙ୍କର ସକାଳୁ ସକାଳୁ ମନ ହେଇଯାଇଛି। ମା ଗାଡ଼ି ସୁଇଚ୍ ଅନ୍ କରୁଛୁ, ଦେଖ ଦେଖୁଛୁ ନା? କାର୍ ଚାବି ଧରିକି, ତା କଣ୍ଢେଇ ଧରିକି କହୁଛି ଚାଲ ସବୁ ଯିବା ବୁଲତେ ଆର ପାରିକି। ତମେ କୁଆଡ଼େ ଯିବ କି ତମେ? ହଁ କୁଆଡ଼େ ଯିବ? କୁଆଡ଼େ ଯିବ? ଏଇ ଆଉ ତମ କଣ୍ଢେଇକୁ ବି ନେଇକି ଯିବ ନା? ହଁ ନବ ମାଛୁ। ଆଉ ବୁଢ଼ୀଆଇକୁ ନବ ନା? ବୁଢ଼ୀଆଇକୁ ବୁଢ଼ୀଆଇକୁ ନବ ନା? ନବ। କୁଆଡ଼େ ଯିବ? କ'ଣ ଦେଖିବା? ହଁ କ'ଣ ଦେଖିବା ପାଇଁ ଯିବ? ବୁଢ଼ୀଆଇକି ଟାଣିଲେ, ଥରେ ମତେ ଟାଣିବ, ଥରେ ବୁଢ଼ୀଆଇକୁ। କବାଟ ଖୋଲ, ଆର ପାରିକି ଚାଲ। ଗୋଟିଏ ତ ଭିଡ଼ିଓ ଦେଇଛି। ତ ଆଜି ତୁଳସୀ ପୂଜନ ଦିବସ, ସେଇ ଅବସରରେ ମୁଁ ଗୋଟେ ବଢ଼ିଆ ବନେଇଛି କ୍ରାଫ୍ଟ। ତୁଳସୀ ପୂଜନର, ତୁଳସୀ ଚଉରାରେ ଗୋଟେ ବଢ଼ିଆ କ୍ରାଫ୍ଟ ବନେଇଛି। ଏବେ ତାକୁ ପତିଦେବ ପକେଇବେ ଇନଷ୍ଟାରେ। ଏଇଟା ତୁଳସୀ ପୂଜନ ଦିବସରେ ମୁଁ ଗୋଟେ ବନେଇଛି ଏଇ କ୍ରାଫ୍ଟଟା। ଦିଆସିଲି ଖୋଳ ସବୁ ସଂଗ୍ରହ କରିକି ବନେଇଛି, ଯେଉଁଟାକି ମୋ ଇନଷ୍ଟା ଆଇଡ଼ିରେ ପଡ଼ିବ। ଦେଖାଇ ଦେଉଛି ଆପଣମାନଙ୍କୁ, ପୁରାଟା ଏଠି ଦେଖି ନିଅନ୍ତୁ, କେମିତି ଲାଗୁଛି କହିବେ। ଆଜି ଆମର କ'ଣ କଲ? ଆଉ ଥରେ ଷ୍ଟାର୍ଟ ହେଇଗଲା। ଲାଇଟ୍ ଲିଭିଯିବ, ତା ଆଗ ଥରେ ସ୍କ୍ରିନ୍ରେ ହାତ ମାରିଦିଅ। ହଁ ବାସ୍, ହାଲକା କି ହାତ ମାରିଦେଲେ ଆଉ ପଛକୁ ଆସିବନି। ଏଇଟା ଦେଖାହେଉଛି କେତେ ସର୍ଟକଟ୍, ସାଇଁ 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 ହେଇଯାଉଛି, କିନ୍ତୁ ମୋ ହାତ ମାରିଦିଅ ଥରେ। ହଁ କିନ୍ତୁ ମୋତେ, ପୁଣି ଥରେ ହେଇଗଲା ବ୍ରେକ୍। କିନ୍ତୁ ମୋତେ କରିବା ପାଇଁ କେତେ କଷ୍ଟ କରିବାକୁ ପଡ଼ିଥିଲା। ପୁରା ରାତି ସାରା ବସିକି ବନେଇଛି ୟାକୁ। ଦେଖାହେଉଛି ଏବେ ପୁରା ସର୍ଟକଟ୍, ଛୋଟଟା ଦେଖାହେଉଛି, କିନ୍ତୁ ବନେଇବାକୁ ପୁରା ବହୁତ ଅଧିକ ସମୟ ନେଇଯାଇଥିଲା। ତ ତୁଳସୀ ପୂଜନ ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ପୁରା ଶୀତ ଦିନରେ ଏମିତି ବର୍ଷା ହେଉଛି ପୁରା ଦିନ ସାରା। ପାଗ ଏତେ ବେକାର କରିକିନା ରଖିଛି, ଆଉ ଦୁଃଖ ଲାଗୁଛି। ଆମ ଗାଡ଼ିଟା ସେଠି ଠିଆ ହେଇକି ଉଦା ହେଇଯାଉଛି। କେତେ ଥଣ୍ଡା ଲାଗୁଥିବ ତାକୁ, ଲାଗୁଛି ନା ଥଣ୍ଡା? ତ ବହୁତ ଶୀତ ଲାଗୁଛି। ତ ଗୋଟେ ବ୍ଲାଙ୍କେଟ୍ ଦରକାର ହେଉଛି। ବିଚାର ସେଠି ଠିଆ ହେଇକି ଉଦା ହେଇଯାଉଛି ଗାଡ଼ିଟା ଆମର।
ବର୍ଷା ବର୍ଷା ହେଉଛି ପାଗ ଏତେ ଖରାପ କରିକି ରଖିଛି କିଛି ଭଲ ଲାଗୁନି।